କିନ୍ତୁ ମୁଁ ଜାଣିପାରୁନି ଏପର୍ଯ୍ୟନ୍ତ ଗୋଟେ କହିଲା ଭଳିଆ ଜନ୍ମରୁ ଗୋଟେ କର ଦିଆ ହେଇକି ମଣିଷ ବହୁତ କଷ୍ଟ ପାଉଛି ଯୋଉଟା କି ଅଥୟ କଷ୍ଟ ହେଇଯାଉଛି। କଣ କଣ ମାନେ ଫାଇନାନ୍ସ କଣ୍ଡିସନଟା କାହିଁକି ଯୋଉଟା କାମ କଲେ ସବୁ ଓଲଟା ହେଇଯାଉଛି ମୁଁ ଜାଣିପାରୁନି। ମୁଁ ଈଶ୍ୱରଙ୍କୁ ଚାହୁଁଥିଲି ମତେ ଏସବୁ କଣ ଦଣ୍ଡ ହଉଛି ମୁଁ ବି ତାର ଏପର୍ଯ୍ୟନ୍ତ କିଛି ଈଶ୍ୱରଙ୍କୁ ଚାହୁଁଥିଲି ଈଶ୍ୱରଙ୍କୁ ଭଲ ପାଏ ସବୁ କଥା କିନ୍ତୁ ଏଇଟା କଣ ଏମିତି ହଉଛି ମୁଁ ଆପଣଙ୍କୁ ସବୁ ସେୟାର କଲେ ଆପଣ ତାର କଣ ହଉ ଗୋଟେ ଗୋଟେ କଥା ଶୁଣନ୍ତୁ ଯେତେବେଳେ ଆମେ ଆଧ୍ୟାତ୍ମିକ ମାର୍ଗରେ ଚାଲିବା ଆଜ୍ଞା ସେଗୁଡାକ ସବୁ ଦୂରୀଭୂତ ହେଇଯିବ। ଭଗବାନ ଶ୍ରୀକୃଷ୍ଣ ଯେତେବେଳେ ମୂର୍ତ୍ତିରେ ଆବିର୍ଭୂତ ହେଲେ ଯେତେ ଅସୁବିଧା ଥିଲା ସବୁ ଦୂର ହେଇଗଲା। ଏପରିକି ଆଜ୍ଞା ହାତର ଶୃଙ୍ଖଳ ପାଦର ଶୃଙ୍ଖଳ ମଧ୍ୟ ଅଟୋମେଟିକ ଫିଟିଗଲା। ତେଣୁ ଆଜ୍ଞା ସେଇଭଳିଆ ଯେତେବେଳେ ଆଧ୍ୟାତ୍ମିକ ଶକ୍ତି ଆପଣଙ୍କ ଦେହରେ ଜାଗ୍ରତ ହେଇଯିବ ଯୋଉ ଆଜ୍ଞା ଅସୁବିଧା ଗୁଡିକ ସେଗୁଡା ସବୁ ବଳେ ବଳେ ଦୂରୀଭୂତ ହେଇଯିବ। ଆଉ ତଥାପି ଆପଣ ତ କହୁଛନ୍ତି ମୁଁ ଫାଷ୍ଟ ଚରଣଟା ଟିକେ କହିଦେଉଛି ଆପଣ ଟିକେ ଅନୁଭୂତି ଟିକେ କହିଦେଉଛି ଗଲା ପରେ ଆପଣଙ୍କର ମନେ ପଡେ ମୋ କୋଉ ଆଶ୍ରମ କୌଣସି ସାଧୁ ସନ୍ଥ ସତ କଥା ମୁଁ କାହାକୁ ଗ୍ରହଣ କରେନି କିନ୍ତୁ ଆପଣଙ୍କ କଥା ଦେଖିଲା ପରେ ହୁଁ ମତେ ଗୋଟେ ଲାଗୁଛି ଯେ ମୋର ସମାଧାନଟା ଏଇ ଜାଗାରେ ଅଛି ବୋଲି। ହଉ ଆସିବ ଦେଖିବା କଥା ହବା। ହଁ ବୋଧେ ମତେ ଲାଗୁଛି ଈଶ୍ୱରଙ୍କ ସେ ବୋଧେ ଆପଣଙ୍କ ପାଖରେ ସେଇ ଜିନିଷଟା ମତେ ଲାଗୁଛି ମୁଁ କିନ୍ତୁ ଶରୀର ତତ୍ତ୍ୱ ଉପରେ ସେତେ କିଛି ମୋର ଧାରଣା ନାହିଁ। ହୁଁ ଏଇସବୁ ଭାଗବତରେ ସବୁ ପଢିକି ଜାଣୁଛେ କିନ୍ତୁ ବାହ୍ୟ ବିଷୟରେ ଜାଣି ହେଇଯାଉଛି ବାହାରେ କୋଉଠି ଥିବ ଶରୀରରେ ଏବେ ହୁଁ ଜଷ୍ଟ ଏଠି ତାଙ୍କର ଏପିସୋଡରେ ଆପଣଙ୍କୁ ପଚାରୁଥିଲେ ହୁଁ ଯୋଉ ଔ ପ୍ରଣବର ଧ୍ୱନିଟା କେମିତି ଯାଉଛି ହୁଁ ତ ତିନିଟା ହେଲା କେମିତି ହରେ ରାମକୃଷ୍ଣ ହୁଁ ମୋର ଗୋଟେ ଫାର୍ମ ହାଉସ ବି ଅଛି ସେଇ ଜାଗାରେ ମୁଁ ଆପଣଙ୍କର ଏଇ ଯୋଉ ମହାମନ୍ତ୍ରୀକୁ ଗୋଟେ ବର୍ଷ କଣ୍ଟିନ୍ୟୁ ପ୍ରତ୍ୟେକ ଆପଣଙ୍କର ପୂର୍ଣ୍ଣମୀ ଦିନ ମାନେ 12 ଘଣ୍ଟା କଣ୍ଟିନ୍ୟୁ କରେ। ହୁଁ ହୁଁ ଆଉ ମୁଁ ନିଜେ ବି ତାକୁ 4-5 ବର୍ଷ ହେଲା କଣ୍ଟିନ୍ୟୁ ମୁଁ ତାକୁ ହରେ କୃଷ୍ଣ ହରେ ରାମ ମାନେ ରାତିରେ ଶୋଇଲେ ବସିଲେ ଯୋଉଟା ଆମର ତ କହନ୍ତି ଆପଣ ଯୋଉ କହୁଥିଲେ ଯୋଉ କୌଣସି ମନ୍ତ୍ର ଗୋଟେ ଶରୀର ଭିତରେ କଣ୍ଟିନ୍ୟୁ ରହିଯିବ ସେଟା ଗୋଟେ କାମରେ ଆସିବ ହୁଁ ସେଇ ଟାଇପର ବହୁତ ମାନେ ପରୀକ୍ଷିତ ଏମିତି ଭଗବାନଙ୍କୁ ବି ଅନୁଭବ କରିଛି ଭଲ ମନ୍ଦ ହେଇଛି ଯୋଉଟା କି ଆପଣଙ୍କୁ ସେୟାର କରି ମତେ ଟିକେ ସମୟ ଦେବେ। ହୁଁ ହଉ ଆପଣ ଠିକ ଅଛି ଆସିଲେ ଆମେ କଥା ହବା। ଆଜ୍ଞା ଆଉ ଗୋଟିଏ କଥା ହଉଛି କଣ ମୁଁ ବର୍ତ୍ତମାନ ଭୁବନେଶ୍ୱରରେ ଅଛି। ଭୁବନେଶ୍ୱରରେ ଅଛନ୍ତି? ହଁ ହଁ ଆଉ ଦେଖା ହେଇପାରିବି ଯାଇକି? ଓଲ୍ଡ ଟାଉନ ର ସୁନ୍ଦରପଦା ଆଜ୍ଞା ସେଇଠି ବୋତଣ୍ଡାରେ ମୁଁ ଅଛି କାଲି ଆମର ମାସର ଶେଷ ରବିବାର ଆଜ୍ଞା ଆମର ପ୍ରତି ମାସର ଶେଷ ରବିବାର ଏହି ଜାଗାରେ ଆମର ଭୁବନେଶ୍ୱରରେ ଆଲୋଚନା ଆରମ୍ଭ ହେଇଛି ଏଟା ଦ୍ଵିତୀୟ ମାସ ଜାନୁଆରୀରୁ ଆରମ୍ଭ ହେଇଛି। ଆଜ୍ଞା ଯଦି ଆରମ୍ଭ ହେଇଛି ଏଟା ଦ୍ଵିତୀୟ ମାସ କାଲି ଆଜ୍ଞା 3ଟା ବେଳେ ବି ଆରମ୍ଭ ହବ ବହୁତ ଲୋକ ବି ଆସିବା ପାଇଁ ମନସ୍ଥ କରିଛନ୍ତି ଆସିଲେ ଏଇଠି ବି ଆଲୋଚନା ହବ ତତ୍ଵ ଆଲୋଚନା ହବ ତାକୁ ବି ଆଜ୍ଞା ଶୁଣିପାରିବ କିଛି ଅସୁବିଧା ନାହିଁ। ତାହେଲେ 3ଟା ପରେ ନାଇଁ କି? 3ଟା ବେଳକୁ ଆରମ୍ଭ ହବ। ବତଣ୍ଡା ନାଇଁ କି ଆପଣଙ୍କର ଯୋଉ ସୁନ୍ଦରପଦା ବତଣ୍ଡା? ହଁ 68/1004 ପ୍ଲଟ ନମ୍ବର। ଗୋଟେ ମିନିଟ୍ ମୁଁ ଲେଖିଲି। ଉର୍ମି ନିବାସ କଣ ଲେଖା ହେଇଛି? ନା ମୁଁ କହୁଛି ସେଇଟା ବୋର୍ଡ ଅଛି ନା ଆଚ୍ଛା କୁନି ନିବାସ 65/1004 1004 ଆଜ୍ଞା କୋଉ ନିବାସ କହିଲେ? କୁନି ନିବାସ। କୁନି ନିବାସ ହଁ ପାଖରେ କଣ ଅଛି କି? ପାଖରେ କଣ ଅଛି? ନିରଞ୍ଜନ ମିଶନ ରୁ ସିଧା ଆସିବେ ପାର୍ବତୀ ବିର୍ଲା। ପାର୍ବତୀ ବିର୍ଲା ପଛପଟଟା ନିରଞ୍ଜନ ମିଶନ ରୁ ଆସିବେ। ନିରଞ୍ଜନ ମିଶନ? ହଁ ସ୍କୁଲ ଛକରୁ ପଳେଇ ଆସିବା ଆଉ ଆସିଲେ ଅଛି ମୁଁ କହିଦେବି ସେ ତମକୁ ବାଟ କହିଦେବେ। ଆଜ୍ଞା ଆଜ୍ଞା ଆପଣଙ୍କ ଚ୍ୟାନେଲ ଦେଖିଲେ ଆଜ୍ଞା ନାସାର ଦୃଷ୍ଟି ଅଗ୍ରକୁ ଲୟ କରିକିରି ଆଜ୍ଞା ତା ଆପେ ମାନେ ତ୍ରିକୁଟକୁ ସୁଝିବ। ତ୍ରିକୁଟରେ ଷୋଳଚକ୍ରରେ ସେ ସର୍ବସିଧି ବୋଲି ଆପଣ କହୁଛନ୍ତି। ଯେ ଏଇ ଯୋଉ ଆମର ଶ୍ରୀକୃଷ୍ଣ ପ୍ରଭୁ ଯୋଉ କହିଲେ ପୁଣି ଆଜ୍ଞା ମୋର ନିବାସ ମାତ୍ର ଥିବ ଦ୍ୱାରକା ଜଳେ ନାଶ ଯିବ। ସେଇଟା କଣ ମୁଁ ଆଜ୍ଞା କଥାଟା ବୁଝିପାରୁନି ଦ୍ୱାରକା ଯଦି ଜଳେ ନାଶ ଯିବ ତାହେଲେ ଷଡ଼ଚକ୍ରରେ ସର୍ବସିଧି କେମିତି ଆଜ୍ଞା ହବ? ଆଜ୍ଞା ଜଳେ ଦ୍ୱାରକା ନାଶ ଯିବ ମୋର ନିବାସ ମାତ୍ର ଥିବ ତାକୁ ଏ ଷଡ଼ଚକ୍ର ଭିତରେ ତତେ କିଏ କହିଲା ବୁଝିବା ପାଇଁ? ନାଇଁ ସାର୍ ମୁଁ ଜାଣିନି ଆକ୍ଚୁଆଲି ନା ସେ ଆପଣଙ୍କୁ ଦ୍ୱାରକା କୋଉଠି ଶ୍ରୀକୃଷ୍ଣ କୋଉଠି ଏ ଶନି ମାର୍ଗରେ ଯଦି ଜାଣିଥିବୁ ତାହେଲେ ମତେ କହିବୁ। ସେଟା ହଉଛି ପୁରାଣ କଥା ତାକୁ ଆଣିକି ସରି ମାର୍ଗ ଭିତରେ ଭର୍ତ୍ତି କରୁଛୁ।
ନାଇଁ ଶରୀରରେ ଆଜ୍ଞା ସେଠି ଦ୍ୱାରକା ନାହିଁ କି ଆଜ୍ଞା? ମୁଁ କହିଦଉଛି ଦ୍ୱାରକା ମୁଁ ଜାଣିନି, ତୁ ଯଦି ଜାଣିଥିବୁ। ମୋର କହିବା କଥା ହଉଛି ଶ୍ରୀକୃଷ୍ଣଙ୍କ ନିବାସ ହଉଛି ତ୍ରିକୁଟ। ଆଜ୍ଞା ଲଲାଟ ଚକ୍ର ହଉଛି ଭଗବାନଙ୍କର ନିବାସ। ଆଜ୍ଞା ରାଧାକୃଷ୍ଣ ଯୁଗଳ ମୂର୍ତ୍ତି ତ୍ରିକୁଟରେ ରହନ୍ତି, ତାଙ୍କ ଖେଳ ଆଜ୍ଞା କରନ୍ତି, ହେଲା କି? ଆଜ୍ଞା ଆଜ୍ଞା ତେଣୁ ଦ୍ୱାରକା ଯଦି ସେଇ ହିସାବରେ ଚିନ୍ତା କରିବୁ, ଦ୍ୱାରକା ହଉଛି ଆମ ଶରୀରଟା। ଆଜ୍ଞା 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 ଶରୀର ଯେତେବେଳେ ଆମର କାରଣ ଜଳରେ ଶରୀରଟା ନାଶ ହେଇଯିବ, ଭଗବାନଙ୍କ ନିବାସ ମାତ୍ର ଥିବ। ଯେତେବେଳେ ଆମର ମୃତ୍ୟୁ ସମୟ ଆସେ, ସେ ଆଜ୍ଞା ମୃତ୍ୟୁ ସମୟରେ କଣ ହୁଏ, ମୁଁ ଗୋଟେ କଥା କହୁଛି ଶୁଣୁ। ଆଜ୍ଞା ନିତିକି ହେଲାଣି ଆମ୍ବ ଶୁଳା ଝାଡ଼ା, ଚାଲୁଣି କି ହେଲା ଜର, ଟୋକେଇ କୁଣ୍ଡେଇ ଗଲେ ବାପ ଘର, ଛାଞ୍ଚୁଣି ଜଗିଛି ଘର। କଣ ବୁଝିପାରିଲୁ କି? ଆଜ୍ଞା ଢିଙ୍କି ହେଲା ଆମର ଶରୀର। ଆଉ ଗୋଟେ ଅର୍ଥରେ ଢିଙ୍କି ହେଲା ଶରୀର। ଆମ୍ବ ଆଜ୍ଞା ଶୁଳା ଝାଡ଼ା, ଯେତେବେଳେ ମୃତ୍ୟୁ ସମୟ ଆସେ, କେତେବେଳେ ତ ତରଳ ଝାଡ଼ା ବୋହିଗଲାଣି, ତ କେତେବେଳେ କୋଷ୍ଠକାଠିନ୍ୟ ହେଇକି ଝାଡ଼ା ବାହାରୁନି, ବାଇ ଫିରିଲାଣି। ଢିଙ୍କିକି ହେଲାଣି ଆମ୍ବ ଛୁଳା ଝାଡ଼ା। ହଁ ହଁ ଚାଲୁଣି ହେଲା ଆମର ଲୋମକୂପ, ହଁ ହେଲା। ହଁ ଆଉ ଲୋମ ହଁ ଜର ମାନେ, ଚାଲୁଣି କି ହେଲା ଜର ମାନେ ଲୋମକୂପ ସବୁ ଛିଡା ହେଇଗଲେଣି। ଟୋକେଇ ବାବା କୁଣ୍ଡେଇ ଗଲେ ବାପଘର, ଟୋକେଇ କୁଣ୍ଡେଇ କହିଲେ ଆମର ଚକ୍ଷୁ ମୁଖ ନାसा କର୍ଣ୍ଣ ଜିହ୍ବା ଚର୍ମ ମୁଖ ହସ୍ତ ପଦ ମୂତ୍ରଦ୍ୱାର ମଳଦ୍ୱାର, ଇଏ ସବୁ ଟୋକେଇ କୁଣ୍ଡେଇ ଇନ୍ଦ୍ରିୟ ଆଜ୍ଞା ଗଣ। ଆଜ୍ଞା ଏମାନେ ଆଜ୍ଞା ବାପ ଘର ଗଲେ। ବାପ ଘର କୋଉଠି ନା, ବାପ ଘର କୋଉ ଅର୍ଥ ନା, ଯୋଉ ଜାଗାରୁ ସେ ଆସିଥିଲେ ସେ ସେଇ ଜାଗାକୁ ପଳେଇଲେଣି। ଆଜ୍ଞା ତେଣୁ ସେ ଜାଗା ହଉଛି ଗୋଟେ ନା ତାଙ୍କର ତ୍ରିକୁଟ। ତ୍ରିକୁଟରେ ଯାଇକି ଏକତ୍ରିତ ହେଇଗଲେଣି, ବାପ ଘର ଗଲେଣି। ଛାଞ୍ଚୁଣି ଜଗିଛି ଘର, ଛାଞ୍ଚୁଣି ଅର୍ଥ ହଉଛି ନିଃଶ୍ୱାସ ପବନ, ସେଇ କେବଳ ଘରଟା ଜଗିଛି, ସେ ଚାଲିଗଲେ ଘର ବ୍ୟର୍ଥ। ଠିକ ସେଇଭଳି ଯେତେବେଳେ ଆଜ୍ଞା ଆମର କାରଣ ଜଳ ଆମ ଶରୀର ଆଜ୍ଞା ଭିତରେ ଘୋଟିଯାଏ, ସେତେବେଳେ କଣ ନା, ଦ୍ୱାରକା ଅର୍ଥ ହଉଛି ଆମର ଶରୀର। ଶରୀର ରୂପକ ଦ୍ୱାରକା ଯେତେବେଳେ ତମ ଜଳରେ ପରିପୂର୍ଣ୍ଣ ହେଇଯାଏ, କଣ ବୁଝିପାରିଲୁ, ବୁଡିଯାଏ, ଆଜ୍ଞା ସେତେବେଳେ ଆଜ୍ଞା କଣ ହୁଏ ନା, ଭଗବାନ ଶ୍ରୀକୃଷ୍ଣ ଶୂନ୍ୟ ଦେହି ଶୂନ୍ୟ ପୁରୁଷ ସେଇ ତ୍ରିକୁଟରେ ବିଦ୍ୟମାନ ରହିଥାନ୍ତି। ଆଜ୍ଞା କମିଲା। ଷଡ ଚକ୍ର କଥା କହୁଛୁ, ଷଡ ଚକ୍ର ପା ଶ୍ରୀକୃଷ୍ଣଙ୍କ ପାଖରେ ଶେଷ ହବ ଚକ୍ର। ତମର ଯଦି ଆଉ ଗୋଟେ କଥା ତୁ ଯୋଉ କହିଲୁ ବୁଝିପାରୁନୁ, ମତେ ଯାହା କହିଲୁ ଯେ ଆମର ଆଜ୍ଞା ନାସା ଅଗ୍ରରୁ ତ୍ରିକୁଟ, ଆଜ୍ଞା ସେଇ ଯୋଉ ସ୍ଥାନଟା ରହିଲା, ସେଇ ଆଜ୍ଞା ସେଇ ସ୍ଥାନରେ 6ଟା ଚକ୍ରର ସୁଇଚ ଅଛି। ଆଜ୍ଞା ଆଜ୍ଞା ଆମର ସୁଇଚ ଗୋଟେ ଜାଗାରେ ଟିପିଲେ ବଲ ଆଉ ଗୋଟେ ଜାଗାରେ ଜଳେ ନା ନାଇଁ? ଆଜ୍ଞା ହଁ ବାସ୍ ସେମିତି ନାସାଗ୍ରରେ ତୁ ଯଦି ଦୃଷ୍ଟି ରଖିବୁ, ସେଟା ହେଲା ସୁଇଚ, ଆଉ ବଲ ଜଳିବ ଯାଇକି ଆଧାର ଚକ୍ରରେ। ଆଜ୍ଞା ନାସାଗ୍ର ହେଲା ସୁଇଚ, ବଲ ବା କାର୍ଯ୍ୟକ୍ଷେତ୍ର ହେଲା ତମର ଆଧାର ଚକ୍ର। ଆଜ୍ଞା ତେଣୁ ନାସାଗ୍ରରୁ ଦୃଷ୍ଟି ଯେତେବେଳେ ଧୀରେ ଧୀରେ ଉପରକୁ ଉଠିବ, ଆଧାର ଚକ୍ରରୁ ଧୀରେ ଧୀରେ ପବନ ଉପରକୁ ଉଠିବ। ଆଧାର ଆଜ୍ଞା ଚକ୍ରରୁ ପବନ ଯେତେବେଳେ ଧୀରେ ଧୀରେ ଉଠି ଉଠି ଆସୁଥିବ ଚକ୍ର ଭେଦ କରିକା, ଆଜ୍ଞା ନାସାଗ୍ରର ଦୃଷ୍ଟିଟା ଧୀରେ 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 ଉପରକୁ ଉଠୁଥିବ। ଯେତେବେଳେ ଆଜ୍ଞା ଆଧାର ଚକ୍ରରୁ ପବନ ଉଠିକି ଲଲାଟ ଚକ୍ରରେ ପହଞ୍ଚିବ, ଦୃଷ୍ଟିଟା କଣ କରିବ ନା, ଅଟୋମେଟିକ କଣ କରିବ ନା, ନୋଉଠି ଯାଇକି ସେଠି ସ୍ଥିର ହେଇଯିବ। ଆଜ୍ଞା ହଁ, ତେଣୁ ସେତେବେଳେ ତ ତମର ମୋକ୍ଷ ଗତି ମିଳିବ। ସେଟା ବହୁତ କଷ୍ଟ, ବହୁତ ସମୟ ସାପେକ୍ଷ। ଆଉ ତେଣୁ ତମେ ପ୍ରଥମେ ନାସାଗ୍ରରେ ଦୃଷ୍ଟି, ଯଦି ସଦଗୁରୁ କରୁଛୁ ନା? ଆଜ୍ଞା ଆଜ୍ଞା ଆଉ ସଦଗୁରୁଙ୍କୁ ପଚାରୁନ, ବାଟ କହିଦେବେ। ନାସାଗ୍ରରେ ଦୃଷ୍ଟି ରଖି କେମିତି ତମେ ପବନ ତୋଳିବ, ଆଜ୍ଞା ଏ ସୂତ୍ରଟା କହିଦେଲେ ତମେ କରିଦବ, ହେଇଯିବ। ଆଉ କଣ, କିଛି ଅସୁବିଧା ନାହିଁ। ଆଜ୍ଞା ହୁଁ। ହେଇଯିବ ଆଜ୍ଞା। ଆପଣଙ୍କ ଚ୍ୟାନେଲ ସବୁ ଦେଖୁଛି ତ ଆଜ୍ଞା, ହଉ ହଉ ମୁଁ ଆପଣଙ୍କୁ ସାର୍ ପଚାରିଲି ଆଜ୍ଞା। ହଉ ହେଲା, କିଛି ଅସୁବିଧା ନାହିଁ। ଆଜ୍ଞା ହଉ। ହଉ ଆଜ୍ଞା, ହଉ ହଉ ରହୁଛି।